ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ର ରିମେଡି ବିଷୟରେ ଡିସ୍କସନ କରିବା। ଏଇଟା ଗୋଟେ ପ୍ଲେଲିଷ୍ଟ ନୂଆ ତିଆରି ହବ, ରିମେଡି ପ୍ଲେଲିଷ୍ଟ। ରିମେଡି ପ୍ଲେଲିଷ୍ଟ ର ରିମେଡିଆଲ ଜିନିଷ ଗୁଡାକ ରହିବ। ତ ଚାଲନ୍ତୁ ଆରମ୍ଭ କରିବା। ଆଜି ଆମେ ଡିସ୍କସନ କରିବା ଗ୍ରହ, ବୃକ୍ଷର ମୂଳ, ତାଙ୍କର ରେସ୍ପେକ୍ଟିଭ ରତ୍ନ ଏବଂ ତାଙ୍କର ରେସ୍ପେକ୍ଟିଭ ଧାତୁ। এই ବିଷୟରେ ଆଜି ଆମେ ଗୋଟେ ଛୋଟ ଭିଡିଓ ନେବା। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଗ୍ରହ, ରତ୍ନ, ବୃକ୍ଷ ମୂଳ, ଧାତୁ। ଏଇଟା ରବି ମହାଗ୍ରହ। ରବି ମହାଗ୍ରହଙ୍କ ରତ୍ନ କଣ? ନା ମାଣିକ୍ୟ। ବୃକ୍ଷ ମୂଳ କଣ? ବୃକ୍ଷ ମୂଳ କଣ? ନା ବିଲ୍ୱ ମୂଳ, ମାନେ ବେଲ ଗଛର ମୂଳ। ଧାତୁ କଣ? ନା ତମ୍ବା। ଚନ୍ଦ୍ର ମହାଗ୍ରହଙ୍କର ରତ୍ନ କଣ? ନା ମୁକ୍ତା। ତାଙ୍କର ଗଛ କଣ? ନା କ୍ଷୀର କୋଳି ଗଛ। ଆଉ ତାଙ୍କର ଧାତୁ କଣ ହବ? ନା ଶଙ୍ଖ। ମଙ୍ଗଳ ମହାଗ୍ରହଙ୍କର କଣ? ନା ରକ୍ତ ପ୍ରବାଳ। ଆଉ ତାଙ୍କର ବୃକ୍ଷ କଣ? ନା ଅନନ୍ତ ମୂଳ, ଯୋଉ ଅନନ୍ତ ଗଛ। ଆଉ ତାଙ୍କର ଧାତୁ କୋଉ କୋଉ ବହିରେ ଆପଣ ଏଟାକୁ ସୁନା ପାଇବେ, କୋଉ କୋଉ ବହିରେ ଏଟାକୁ ତମ୍ବା ବି ପାଇବେ। ତାପରେ ଆସିଲେ ବୁଦ୍ଧ ଦେବ। ବୁଦ୍ଧ ଦେବଙ୍କର ହଉଛି ରତ୍ନ ହଉଛି ପାନ୍ନା, ବୃକ୍ଷ ହଉଛି ବୃଦ୍ଧ ଦ୍ବାରକ, ଆଉ ବୁଦ୍ଧଙ୍କର ସୁବର୍ଣ୍ଣ, ସୁନା। ବୃହସ୍ପତି, ଗୁରୁଦେବ ବୃହସ୍ପତିଙ୍କର କଣ? ନା ରତ୍ନ ହଉଛି ପୁଷ୍ପରାଜ, ଯାହାକୁ ପୁଖରାଜ ବି କୁହାଯାଏ। ବୃକ୍ଷ ମୂଳ ହଉଛି ବ୍ରହ୍ମଯଷ୍ଟି, ବ୍ରହ୍ମଯଷ୍ଟି ଆଉ ସ୍ଵର୍ଣ୍ଣ, ଧାତୁ ହଉଛି ସ୍ଵର୍ଣ୍ଣ। ଶୁକ୍ର ଦେବଙ୍କର କଣ? ଗୁରୁଦେବ ଶୁକ୍ରଙ୍କର ହଉଛି ହୀରା, ଆଉ ଗଛ ନାଁ ହଉଛି ସିଂହ ପୁଚ୍ଛ, ଆଉ ଧାତୁ ହଉଛି ରୂପା। ଏଇଠି ଚନ୍ଦ୍ରଙ୍କର ମଧ୍ୟ ରୂପା। ଶନିଙ୍କର ହଉଛି କଣ? ଶନି ମହାରାଜଙ୍କର, ନା ଶନି ମହାରାଜଙ୍କର ରତ୍ନ ହଉଛି ନୀଳମ ବା ନୀଳମ, ନୀଳା ବୋଲି କୁହାଯାଏ। ହୀରା ନୀଳା ମୋତି ମାଣିକ, ନୀଳା ହଉଛି ଗଛ, ହଉଛି ବାଡି ଅଁଳା, ଆଉ ଧାତୁ ହଉଛି ଲୁହା। ରାହୁ ମହାରାଜଙ୍କର କଣ? ନା ରାହୁ ମହାରାଜଙ୍କର ରତ୍ନ ହଉଛି ଗୋମେଦ, ଗଛ ହଉଛି ଚନ୍ଦନ, ଆଉ ଧାତୁ ହଉଛି ସୀସା। କେତୁ ମହାରାଜଙ୍କର କଣ? ନା ବୈଦୁର୍ଯ୍ୟ, ତାକୁ ଲେହେସୁନିଆ ବି କହନ୍ତି। ଏବଂ ବୃକ୍ଷ ହଉଛି ଅଶ୍ୱଗନ୍ଧା,
ଏବଂ ଧାତୁ ହଉଛି କଂସା। ଏଇ ଜିନିଷ ଗୁଡାକ ବହୁତ ଭଲସେ ମନେ ରଖିଦେବେ। ଏଗୁଡାକ ବହୁତ ବଢିଆ ବଢିଆ ରିମେଡି। ଠିକ ଅଛି ନା। ଆଉ ଗୋଟେ ଦିନ ଆମେ ଆଉ ଗୋଟେ ରେମେଡି କହିବା। ଏଗୁଡାକ ହଉଛି ସାତ୍विକ ରେମେଡି। ତାମସିକ ରେମେଡିରେ ତ ବହୁତ କିଛି ଜିନିଷ ଅଛି, ଏଗୁଡା ସବୁ ସାତ୍विକ ରେମେଡି। ତ ଆପଣ ଏଇ ଜିନିଷ ଗୁଡାକ କଣ ନା, ଯଦି ରବି ମହାଗ୍ରହଙ୍କୁ ଷ୍ଟ୍ରେଂଥ ଦବାର ଥିବ ତାହେଲେ ମାଣିକ୍ୟ ପିନ୍ଧିବ। ମାଣିକ୍ୟ ପିନ୍ଧିଲେ ଯୋଉ ଏଫେକ୍ଟ, ବିଲ୍ୱ ମୂଳ ପିନ୍ଧିଲେ ସେଇ ଇଫେକ୍ଟ। ଆଉ ତା ପାଇଁ ଧାତୁ ୟୁଜ କରାଯିବ ତମ୍ବା। କେହି କେହି ସୁନା ବି କଣ ରେକମେଣ୍ଡ କରନ୍ତି। ସେ ଯେତେବେଳେ ମୁଁ ଇଏ ପଢେଇବି କଣ ସେଟା ଯୋଉ ଷ୍ଟୋନ୍ସ ପଢେଇବି, ସେତେବେଳେ ମୁଁ ଡିଟେଲି କହିବି କି କୋଉ ଉଁ, ଜିନିଷ ସହିତ କୋଉ ଜିନିଷକୁ ୟୁଜ କରିକି ପିନ୍ଧିବ। ଠିକ ଅଛି ନା। ସେଟା ଯେତେବେଳେ ମୁଁ ଜେମଷ୍ଟୋନ ପଢେଇବି ସେତେବେଳେ କହିବି। ଆପଣ ମାନେ ଏଇଗୁଡାକ ଆଗ ଏଇ ଯୋଉ ବେସିକ ଜିନିଷ ଗୁଡାକ ଆପଣ ମାନେ ଭଲସେ ମନେ ରଖନ୍ତୁ। ଏବଂ ମନେ ରଖି ସାରିଲା ପରେ ଆମେ ଯେତେବେଳେ ପଢିବା, ଜେମଷ୍ଟୋନ ଏକ୍ସପର୍ଟାଇଜ ପଢିବା, ସେତେବେଳେ ଆମେ ଜାଣିବା ଯେ ଏ, ସ୍ଥାନ କାଳ ପାତ୍ର ବିଶେଷରେ କଣ ପିନ୍ଧିଲେ କଣ ହବ। ଏଇ ସ୍ପେସିଫିକେସନ ଗୁଡାକ ମନେ ରଖିବା। ତେବେ ଏଇ ସେସନରେ ଆମେ ନବଗ୍ରହ, ତା ସହିତ ତାଙ୍କର ମୂଳ, ତାଙ୍କର ରତ୍ନ ଧାରଣ ମାନେ ଗଛ ମୂଳ, ରତ୍ନ ଆଉ ଧାତୁ କଣ କଣ ସେଗୁଡା ସବୁ ଡିସକସନ କଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।